ଯେମିତି ଆଦିମ ମଣିଷ ମାନେ ଯେତେବେଳେ ପ୍ରସ୍ତର ଯୁଗରେ ରହୁଥିଲେ, ଲଙ୍ଗଳା ହେଇକି ବୁଲୁଥିଲେ, ସିଏ ଯେମିତି ଶିକାର କରୁଥିଲେ, ସେମିତି ମଣିଷଟାକୁ ବାନ୍ଧି ଦେଇକି, ହାତ ଗୋଡ଼କୁ ବାନ୍ଧିକି ତା ଭିତରେ ଠେଙ୍ଗା ପୂରେଇକି ଝୁଲେଇକି ଯେମିତି ଗୋଟେ ପଶୁ ଶିକାର କରନ୍ତି, ଠିକ୍ ସେଇଭଳି ଭାବରେ କରାଗଲା। ଏ ଦୃଶ୍ୟ ଯେ ଦେଖିବ ଛାତି ଥରି ଉଠିବ। ମାନେ ମର୍ଡର କରାହବ, ତାକୁ ପୁଣି ଭିଡ଼ିଓ କରାଯିବ। ସେ ବ୍ରହ୍ମପୁର ଘଟଣାରୁ, ଏ ଘଟଣାରୁ, ଅନେକ ଘଟଣାରେ କ'ଣ ଇଏ କ'ଣ ଉତ୍ତରପ୍ରଦେଶ, ଇଏ କ'ଣ ବିହାର, ବର୍ତ୍ତମାନ ଯେମିତି ବେଙ୍ଗଲରେ ଆରମ୍ଭ ହେଇଗଲା, ଇଏ କ'ଣ ସେୟା? କେଉଁ ଦୃଷ୍ଟିକୋଣରୁ ଭାରତୀୟ ଜନତା ପାର୍ଟି କହିଥିଲା ଯେ ଓଡ଼ିଶାକୁ ଭାରତବର୍ଷ ନମ୍ବର 1 କରିବ? ପୋଲିସ ସମ୍ମୁଖରେ ହତ୍ୟାକାଣ୍ଡ ଘଟୁଛି, ପୋଲିସକୁ ଖବର ଦେଲା ପରେ ହତ୍ୟାକାଣ୍ଡ ଘଟୁଛି, ହତ୍ୟାକାଣ୍ଡ ଘଟି ସାରିଲା ପରେ କାହାକୁ ମନ ଇଚ୍ଛା କେତେଟା ଆରେଷ୍ଟ କରିଦେଉଛନ୍ତି, ଦେଖାଇ ଦେଉଛନ୍ତି ଆମେ ଆରେଷ୍ଟ କଲୁ। ମୁଁ ତାଙ୍କୁ ପଚାରିବାକୁ ଚାହେଁ, ମେନ୍ କଲ୍ପ୍ରିଟ୍ ଆରେଷ୍ଟ ହେଉଛନ୍ତି? ଯଦି ଯିଏ ଆରେଷ୍ଟ ହେଉଛନ୍ତି କେତେ ଦିନ ଜେଲରେ ରହୁଛନ୍ତି, କେବେ ବେଲ୍ ମିଳୁଛନ୍ତି, ସେ ସବୁ କଥା ସରକାର ଆସିକି ପବ୍ଲିକରେ ସ୍ପଷ୍ଟ କରିପାରିବେ କି?